ସମପୁର ଗାଁରେ ରହୁଥିଲା ଅନ୍ତା। ସେ ଥିଲା ବାପା ମା ଛେଉଣ୍ଡ। ବାପା ମା ଥିଲାବେଳେ କୌଣସି ପ୍ରକାରର ପରିଶ୍ରମ ଅନ୍ତା କେବେ ବି କରିନଥିଲା। ବାପା ମା ଚାଲିଯିବା ପରେ ତାକୁ ଗାଁରେ କେହି ବି ପଚାରି ଗଲେନି। ସେ କିଛି ଦିନ ଲୁହ ନିଗାଡ଼ି ଘର କୋଣରେ ପଡ଼ି ରହିଲା। ତଥାପି କେହି କେବେ ବି ତା ଘରକୁ ଆସି ତାକୁ ଗଣ୍ଡାଏ ଖାଇବାକୁ ଦେଲେନି କି ତା କଥା ବୁଝିଲେ ନାହିଁ। ତେଣୁ ଅନ୍ତା ଶେଷରେ ନିଷ୍ପତ୍ତି ନେଲା ସେ ଗାଁ ଛାଡ଼ି ଚାଲିଯିବ। ଆଉ ସତକୁ ସତ କାହାକୁ କିଛି ନ କହି ଅନ୍ତା ଗାଁ ଛାଡ଼ି ଚାଲିଗଲା। କିଛି ବାଟ ଯିବା ପରେ ଅନ୍ତାକୁ ଭାରି ଜୋରରେ ଭୋକ ଲାଗିଲା। କଣ ଖାଇବ ଚିନ୍ତା କରୁଥାଏ, ହେଲେ ଆଖିରେ କିଛି ବି ପଡୁନଥିଲା। ଏମିତି ଭାବୁ ଭାବୁ ଭୋକରେ ଆଉଟୁ ପାଉଟୁ ହୋଇ ଅନ୍ତା ଗୋଟେ ଗଛ ମୂଳରେ ଶୋଇ ପଡ଼ିଲା। ହେଲେ ଭୋକ ଆହୁରି ବଢୁଥାଏ। ପୁଣି ଉଠିକି ବସିଲା। ତାକୁ ଲାଗିଲା ପାଖରୁ ଯେମିତି କ୍ଷୀର ବାସ୍ନା ଆସୁଛି। ସେ ଏପଟ ସେପଟ ତାକୁ ଭୋକ ହେଉଥାଏ, ଆଉ ସେପଟରୁ ପୁଣି ନାକରେ କ୍ଷୀର ବାସ୍ନା ବାଜୁଥାଏ। ଆଉ ଜମା ସମ୍ଭାଳି ପାରିଲା ନାହିଁ ଅନ୍ତା। ବସିବା ଜାଗାରୁ ଉଠି ପଡ଼ିଲା। ଖୋଜୁ ଖୋଜୁ ଦେଖିଲା ଗଛ ପଛପଟେ ରହିଛି ଗୋଟେ କ୍ଷୀର ହାଣ୍ଡି। ଅନ୍ତା ମନ ଭରି କ୍ଷୀର ପିଇଲା। ଆଉ ସେ ଜାଗାରେ ପଡ଼ିଥିବା ଅଳିଆ ସବୁ ପରିଷ୍କାର କରିଦେଲା। ଆଉ ଠିକ୍ ଏତିକି ବେଳେ ଅନ୍ତାକୁ ଲାଗିଲା ଯେମିତି କିଛି ପଶୁ ତା ଆଡ଼କୁ ମାଡ଼ି ଆସୁଛନ୍ତି। ଅନ୍ତା ବଡ଼ ଭୟରେ ଗଛ ଉପରକୁ ଚଢ଼ିଗଲା। କିଛି ସମୟ ପରେ ସେଠି କିଛି ବାଘ ଆସି ପହଞ୍ଚିଗଲେ। ତାଙ୍କ ଭିତରେ ସଭା ହେଲା। ଗଛ ଉପରେ ବସିଥିବା ଅନ୍ତା ନୀରବରେ ଏସବୁ ଦେଖୁଥିଲା। ସେତେବେଳକୁ ଛାନିଆରେ ଅନ୍ତା ଦେହ ହାତ ସବୁ ଥରୁଥାଏ। ଗୋଟିଏ ବାଘ ଗଛ ପଛପଟରେ ଥିବା ହାଣ୍ଡି ପାଖକୁ ଗଲା। ଆଉ ଦେଖିଲା ହାଣ୍ଡିରେ କିଛି ନାହିଁ। ସେ ତାଙ୍କ ମହାରାଜକୁ ସବୁ କଥା କହିଲା। ଅନ୍ତା ଜାଣିବାକୁ ପାଇଲା ସେ ଯେଉଁ ଗଛ ଉପରେ ଚଢ଼ିଛି ସେ ଗଛ ପାଖାପାଖି ଏଇ ବାଘମାନେ ରହୁଛନ୍ତି। ଆଉ ସେମାନେ ଶାକାହାରୀ। ଛେନା, କ୍ଷୀର, ଦହି ଇତ୍ୟାଦି ତାଙ୍କର ଖାଦ୍ୟ। ଏପଟେ ବାଘମାନେ ଖୋଜୁଥାନ୍ତି କିଏ ସେ ଚୋର ଯିଏ ପିଇ ଯାଇଛି ତାଙ୍କ କ୍ଷୀର। ଖୋଜି ଖୋଜି ସେମାନେ ଥକି ପଡ଼ିଲେ। ଅନ୍ତା ଭଗବାନଙ୍କୁ ଡାକୁଥାଏ। ମହାରାଜ ପଣାକୁ ଦାୟିତ୍ୱ ଦେଇ ପଳାଇ ଗଲେ। ରାତି ପାଇ ସକାଳ ହେଲା। ଅନ୍ୟ ବାଘମାନେ ଗାଁକୁ ଚାଲିଗଲେ। ଆଉ କଣା ସେଠି ଜଗିକି ରହିଲା। ଗଛ ଉପରେ ଅନ୍ତା ବସି ଖାଲି ଭଗବାନଙ୍କୁ ଡାକୁଥାଏ। କିଛି ସମୟ ପରେ କଣାର ବିଲୁଆ ସହ ଦେଖାହେଲା।
ସେ ବିଲୁଆ ସହ କଥା ହଉ ହଉ ଗଛ ପାଖରୁ କିଛି ଦୂରକୁ ଚାଲିଗଲା। ଏହି ସୁଯୋଗ ନେଇ ଅନ୍ତା ଚଟ କରି ଗଛରୁ ଓହ୍ଲେଇ ଆସି ଆଉ କ୍ଷୀରତକ ପିଇ ଦେଇ ପୁଣି ଗଛ ଉପରକୁ ଚଢ଼ିଗଲା। କଣା ଫେରିବା ପରେ ଏସବୁ ଦେଖି ବହୁତ ପସ୍ତେଇଲା। ତା ପରଦିନ ଛଟାର ପାଳି ପଡ଼ିଲା। ତାକୁ ବହୁତ ଗରମ ଲାଗୁଥାଏ। ସେ ଗାଧୋଇବା ପାଇଁ ନଈକୁ ଚାଲିଗଲା। ଏହି ସୁଯୋଗ ନେଇ ଅନ୍ତା ତଳକୁ ଆସି କ୍ଷୀରତକ ପିଇ ଦେଇ ପୁଣି ଗଛ ଉପରକୁ ଉଠିଗଲା। ତା ପରଦିନ ପାଳି ପଡ଼ିଲା ବଙ୍କାର। ତାକୁ ବି ଅନ୍ତା ଠକିଦେଲା। ହେଲେ ସେମାନଙ୍କ ଭିତରେ ପୂଜା ଥିଲା ବହୁତ ଚାଲାକ। ତା ପରଦିନ ପୂଜାକୁ ଦାୟିତ୍ୱ ମିଳିଲା। ସେ ମିଛରେ ଗଛ ପାଖରୁ କିଛି ଦୂରକୁ ଚାଲିଗଲା। ଆଉ ବୁଦା ମୂଳରେ ଲୁଚିକି ଅପେକ୍ଷା କଲା। ଯେମିତି ଅନ୍ତା ଗଛରୁ ତଳକୁ ଓହ୍ଲେଇଛି, ପୂଜା ତାକୁ ଖୋପ କରି ମାଡ଼ି ବସିଲା। ଅନ୍ତା ତାକୁ ବହୁତ ନେହରା ହେଲା ଛାଡ଼ିବା ପାଇଁ, ହେଲେ ପୂଜା ତାକୁ ଛାଡ଼ିଲାନି। ସନ୍ଧ୍ୟା ହେଲା ପରେ ବାଘମାନେ ଗଛ ପାଖକୁ ଫେରିଲେ। ଅନ୍ତା ବିଷୟରେ ଗୋଟେ ତାଙ୍କର ସଭା ବସିଲା। ଅନ୍ତା କାକୁତି ମିନତି ହୋଇ ସେମାନଙ୍କୁ ତାଙ୍କର ଦୁଃଖ କଥା କହିଲା। ବାଘ ମହାରାଜ ତା କଥା ଶୁଣୁଥାନ୍ତି ସେ ସବୁ ସତ କଥା ମହାରାଜଙ୍କୁ କହିଲା। ମହାରାଜ ଅନ୍ତା କଥାରେ ଶୁଣି ଦୁଃଖ ପ୍ରକାଶ କଲେ। ଅନ୍ତାର ସାଧୁତା ଦେଖି ସେ ଖୁସି ବି ହେଲେ। ମହାରାଜ ତାକୁ ପରିଶ୍ରମ କରି ଚଳିବାକୁ କହିଲେ। ଆଉ ତାକୁ ଗୋଟେ ବଂଶୀ ଦେଲେ। କହିଲେ ଏଇଟାକୁ ଅସୁବିଧା ସମୟରେ ବଜେଇଲେ ଆମେ ଯାଇ ପହଞ୍ଚିଯିବୁ। ସେ ବଂଶୀଟି ଥିଲା ଅତି ସୁନ୍ଦର ଆଉ ଚିକମିକ ବି କରୁଥିଲା। ଅନ୍ତା ମନ ଖୁସିରେ ଗାଁକୁ ଫେରିଲା। ଗାଁରେ କାମ ଦାମ କରି ଟଙ୍କା ପଇସା ରୋଜଗାର କଲା। ଦିନେ ଅନ୍ତାର ଇଚ୍ଛା ହେଲା ବଂଶୀଟିକୁ ବଜେଇ ଏହାର ସତ୍ୟତାକୁ ପରୀକ୍ଷା କରିବା ପାଇଁ। ସତକୁ ସତ ସେ ଯେମିତି ବଂଶୀ ବଜେଇବା ମାତ୍ରେ ସବୁତକ ବାଘ ଆସି ପହଞ୍ଚିଗଲେ। ସେମାନେ କାରଣ ପଚାରିବାରୁ ଅନ୍ତା ସବୁ ସତ କଥା କହିଥିଲା ମହାରାଜଙ୍କୁ। ମହାରାଜ ତାକୁ କହିଲେ, ବିପଦରେ ନ ପଡ଼ିଲା ପରେ ଏପର୍ଯ୍ୟନ୍ତ ଭୁଲ ଆଉ କେବେ ବି କରିବ ନାହିଁ। ଦିନେ ବଂଶୀଟିକୁ ପୋଖରୀ କୂଳରେ ରଖି ଅନ୍ତା ଗାଧୋଉଥାଏ। ଏତିକି ବେଳେ ରାଜାଙ୍କ ରଖି ସେଇ ବାଟ ଦେଇ ଯାଉଥିଲେ। ସେ ଅନ୍ତାର ବଂଶୀଟିକୁ ନେଇ ଚାଲିଗଲେ। ଅନ୍ତା ଏ ଖବର ଜାଣିବା ପରେ ସେ ଗଲା ରାଜାଙ୍କ ପାଖକୁ ତାର ବଂଶୀ ଆଣିବା ପାଇଁ। ମହାରାଜଙ୍କଠୁ ବଂଶୀ ପାଇବା ପରେ ଅନ୍ତା ବଂଶୀ ବଜେଇଲା। ଆଉ ବାଜିବା ମାତ୍ରେ
ଆସି ପହଞ୍ଚିଗଲେ ବାଘ ସମାନ। ରାଜା ସେମାନଙ୍କୁ ଦେଖି ପୁରା ଛାନିଆ ହୋଇଗଲେ। ଅନ୍ତାକୁ ଭୁଲ ମାଗି ତାଙ୍କ ଝିଅ ସହିତ ଅନ୍ତାର ବିବାହ କରିଦେଲେ। ଆଉ ଅନ୍ତା ରାଜକୁମାରୀ ସହିତ ସୁଖରେ ରହିଲା।